Hi everyone, welcome back to RKB Vlogs. So RKB Vlogs रे ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ମୁଁ ସକାଳେ ମାନେ ଉଠିଲି 7ଟା 8ଟା ବେଳକୁ ଉଠିକିରି ଟିକେ ଖାଇଦେଲି ପଖାଳ ଭାତ ସହିତ ବାଇଗଣ ଟିକେ ପୋଡ଼ା କରିକିରି ଖାଇଲି। ଖାଇସାରିଲା ପରେ ଟିକେ ହସ୍ପିଟାଲ ଗଲି, କାରଣ ହସ୍ପିଟାଲ ଯାଇକି ମୁଁ ଟିକେ ପ୍ରାକ୍ଟିସ୍ କରୁଛି। ତାପରେ ହଟୁ ହସ୍ପିଟାଲରେ ପ୍ରାକ୍ଟିସ୍ କରିସାରିକିରି 4ଟା 5ଟା ବେଳକୁ ଘରକୁ ଆସିଲି। ଘରେ ଆସିକିରି ହଟୁ ତାପରେ ଗରମ ଭାତ ମାଛ ଟିକେ ହେଇଥିଲା ତାକୁ ଖାଇଲି। ଖାଇସାରିଲା ପରେ ତାପରେ ହଟୁ ମୁଁ ଆଜି ରିଡ୍ ଟୁ ଲିଡ୍ ଚ୍ୟାନେଲ୍ ଯେଉଁଟା ଆମର ଅଛି ସେଟେ ବୁକ୍ ରିଡ଼ିଂ ସେସନ୍ ଟିକେ ଆନାଟୋମି ଉପରେ, ଖାସ୍ କରିକିରି ଆନାଟୋମିକାଲ ପୋଜିସନ୍ ଉପରେ, ଯେଉଁ ଡିଫରେଣ୍ଟ ବଡ଼ିର ଯେଉଁ ପୋଜିସନ୍ ଅଛି, ଯେମିତିକି ଆନାଟୋମିକାଲ ପୋଜିସନ୍, ଫଣ୍ଡାମେଣ୍ଟାଲ ପୋଜିସନ୍, ତାପରେ ଆମର ଯଦି କହିବା ସୁପାଇନ୍ ପୋଜିସନ୍, ପ୍ରୋନ୍ ପୋଜିସନ୍, ତ ଉପରେ ହଟୁ ଟିକେ ବୁକ୍ ରିଡ଼ିଂ ଟିକେ କଲି। ଆଉ ରିଡ୍ ଟୁ ଲିଡ୍ ଚ୍ୟାନେଲରେ ସେ ଭିଡ଼ିଓ ସବୁ ବୁକ୍ ରିଡ଼ିଂ ଭିଡ଼ିଓ ଅଛି, ଯେଉଁମାନେ ଇଣ୍ଟରେଷ୍ଟ ଯାଇକିରି ଦେଖିପାରିବ। ଠିକ୍ ଅଛି। ତାପରେ ଏବେ ହଟୁ ମୁଁ ଟିକେ ମାନେ ଫିଜିଓଲୋଜି ଟିକେ ପଢ଼ିବି। ତାପରେ ଏବେ ତ ବାଜିଲାଣି 11ଟା 17 ପାଖାପାଖି ବାଜିଲାଣି। ତାପରେ ମେଡ଼ିସିନର ଟିକେ ଭିଡ଼ିଓ ଟିକେ ପଢ଼ିବି। ମେଡ଼ିସିନ ଉପରେ ମାନେ କେଉଁ କଣ୍ଡିସନରେ କ'ଣ ମେଡ଼ିସିନ ଦିଆଯାଉଛି, ଯେମିତି ନସିଆ ଭୋମିଟିଂରେ କ'ଣ ମେଡ଼ିସିନ ଦିଆହେଉଛି, ହାଇପର ଟେନସନରେ କ'ଣ ମେଡ଼ିସିନ ଦିଆଯାଉଛି, ତ ଓଭରଅଲ୍ ଟିକେ ପଢ଼ିବି। ତାପରେ ସ୍ପେସିଫିକ୍ ପଢ଼ିବି ଲେଭୋସିଟ୍ରିଜିନ୍ ଉପରେ, ସେଟା ଗୋଟେ ପେଣ୍ଡିଂ ଅଛି। ଫିଜିଓଲୋଜି ବୁକ୍ ରିଡ଼ିଂ ସେସନ୍ ରିଡ୍ ଟୁ ଲିଡ୍ ଚ୍ୟାନେଲରେ ଗୋଟେ ଯଦି ହେବ ମାନେ ଏମିତି କାଜୁଆଲ୍ ବୁକ୍ ରିଡ଼ିଂ କରିବି। ମେ ବି ଭିଡ଼ିଓ ପଢ଼ିପାରେ ନ ପଢ଼ିପାରେ। ତାପରେ ହଟୁ ଏତିକି କାମ କରିକିରି ମୁଁ ଶୋଇବାକୁ ଯିବି। ତ ଆଜିର ବ୍ଲଗ୍ରେ ଏତିକି। ପୁଣି ଦେଖା ସାକ୍ଷାତ ହେବା କିଛି ଆଉ ଗୋଟେ ନୂଆ ଭିଡ଼ିଓ ସହିତ। ଆଜି ପାଇଁ ଏତିକି। ଥ୍ୟାଙ୍କ୍ସ ଫର୍ ୱାଚିଂ।